ମାକାବୀୟ ପୁସ୍ତକ ଅଧ୍ୟାୟ 3। ଜୁଦାସ ମାକାବେୟସଙ୍କ ପ୍ରଶଂସା। ଏହାପରେ ଯିଏ ମାକାବେୟସ ନାମରେ ପରିଚିତ, ସେହି ତାଙ୍କର ପୁତ୍ର ଜୁଦାସ ତାଙ୍କ ପରିବର୍ତ୍ତେ ସେମାନଙ୍କର ନେତୃତ୍ୱ ଗ୍ରହଣ କଲେ। ତାଙ୍କର ସମସ୍ତ ଭ୍ରାତା ଓ ଯେଉଁମାନେ ତାଙ୍କର ପିତାଙ୍କ ସହ ସମ୍ମିଳିତ ହୋଇଥିଲେ, ସେମାନେ ମଧ୍ୟ ତାଙ୍କୁ ସାହାଯ୍ୟ କଲେ। ସେମାନେ ଆନନ୍ଦରେ ଇସ୍ରାଏଲ ପାଇଁ ସଂଗ୍ରାମ କଲେ। ସେ ସ୍ୱଜନମାନଙ୍କର ସୁଖ୍ୟାତି ବିସ୍ତାର କଲେ। ଜଣେ ବିରାଟକାୟ ବ୍ୟକ୍ତି ସଦୃଶ ସେ ତାଙ୍କର ଉରୁଣାସ୍ତ୍ରକୁ ପରିଧାନ କଲେ। ସାଞ୍ଜୁ ପରିହିତ ହୋଇ ସେ ସମର କଲେ ଓ ତାଙ୍କ ଖଡ଼୍ଗ ଦ୍ୱାରା ସୈନ୍ୟବାହିନୀକୁ ସଂରକ୍ଷଣ କଲେ। ତାଙ୍କ କାର୍ଯ୍ୟକଳାପ ସମ୍ପାଦନରେ ସେ ଗୋଟିଏ ସିଂହ ସଦୃଶ ଓ ଶିକାର ବସ୍ତୁ ପାଇଁ ଗର୍ଜନକାରୀ ଗୋଟିଏ ସିଂହ ଶାବକ ତୁଲ୍ୟ ଥିଲେ। ଅଧର୍ମୀମାନଙ୍କୁ ଅନୁସନ୍ଧାନ କରି ସେ ସେମାନଙ୍କର ପଶ୍ଚାତଧାବନ କଲେ ଓ ସ୍ୱଜନମାନଙ୍କୁ ବ୍ୟତିବ୍ୟସ୍ତ କରୁଥିବା ଲୋକଙ୍କୁ ସେ ଦଗ୍ଧ କଲେ। ତାଙ୍କୁ ଭୟ କରି ଅଧର୍ମୀମାନେ ପ୍ରତ୍ୟାହାର କଲେ। ଦୁର୍ବୃତ୍ତ ବ୍ୟକ୍ତିଗଣ ବିଭ୍ରାନ୍ତ ହେଲେ ଓ ତାଙ୍କ ଜରିଆରେ ଉଦ୍ଧାର କର୍ମ ଜୟଯୁକ୍ତ ହେଲା। ଅନେକ ରାଜାଙ୍କ ସହ ସେ କ୍ରୁଦ୍ଧ ହେଲେ, କିନ୍ତୁ ସ୍ୱୟଂକୃତ କାର୍ଯ୍ୟକଳାପ ଦ୍ୱାରା ସେ ଯାକୋବଙ୍କୁ ସନ୍ତୁଷ୍ଟ କରାଇଲେ। ତାଙ୍କର ସ୍ମରଣା ସର୍ବଦା ଆଶୀଷ ଯୋଗ୍ୟ। ଜୁଦାର ନଗରୀ ସମୂହ ଦେଇ ସେ ପରିଭ୍ରମଣ କଲେ ଓ ଅଧାର୍ମିକମାନଙ୍କୁ ସେ ଦେଶରୁ ନିଶ୍ଚିହ୍ନ କଲେ। ସେ ଏହିପରି ଇସ୍ରାଏଲ ଠାରୁ କ୍ରୋଧକୁ ଅପସାରଣ କଲେ। ପୃଥିବୀ ପ୍ରାନ୍ତ ପର୍ଯ୍ୟନ୍ତ ତାଙ୍କର ସୁଖ୍ୟାତି ବିସ୍ତୃତ ହେଲା ଓ ବିନାଶ ହେଉଥିବା ସମସ୍ତଙ୍କୁ ସେ ଏକତ୍ରିତ କଲେ। ଜୁଦାସଙ୍କର ପ୍ରଥମ ବିଜୟ ଗୁଡ଼ିକ। ସେ ସମୟରେ ବିଜାତୀୟଗଣ ଓ ସାମାରିଆରୁ ଅପଲନିୟମ ଗୋଟିଏ ବିରାଟ ସୈନ୍ୟକୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଲା। ଏହା ଶୁଣି ଜୁଦାସ ଆଗେଇ ଆସି ତାଙ୍କୁ ଯୁଦ୍ଧରେ ପରାସ୍ତ କଲେ ଓ ନିଧନ କଲେ। ସଂଖ୍ୟାଧିକ ଲୋକ ଆଘାତପ୍ରାପ୍ତ ହୋଇ ନିପତିତ ହେଲେ ଓ ଅବଶିଷ୍ଟ ସମସ୍ତେ ପଳାୟନ କଲେ। ଏହାପରେ ସେମାନଙ୍କର ସମସ୍ତ ପଦାର୍ଥ ସେମାନେ ଲୁଣ୍ଠନ କଲେ। ଅପଲନିୟସଙ୍କର ଖଡ଼୍ଗକୁ ହସ୍ତଗତ କରି ଜୁଦାସ ନିଜର ମୃତ୍ୟୁ ପର୍ଯ୍ୟନ୍ତ ତାହାଙ୍କୁ ଯୁଦ୍ଧ ପାଇଁ ଉପଯୋଗ କଲେ। ତାଙ୍କର ସହ ସର୍ବଦା ରହିଥିବା ଏକ ବିଶ୍ୱସ୍ତ ଅନୁଗାମୀ ଦଳ ଅନ୍ତର୍ଭୁକ୍ତ ଗୋଟିଏ ବିଶାଳ ସୈନ୍ୟକୁ ଏକତ୍ରିତ କରି ଜୁଦାସ ସଂଗ୍ରାମ କରୁଛନ୍ତି ବୋଲି ସିରିଆର ସୈନ୍ୟବାହିନୀର ସେନାପତି ସେରନ ଶୁଣିବାକୁ ପାଇଲା। ତହୁଁ ସେରନ କହିଲା, ମୁଁ ମଧ୍ୟ ଏହି ରାଜ୍ୟରେ ସୁନାମ ତଥା ସୁଖ୍ୟାତ ଲାଭ କରିବି। ରାଜାଙ୍କ ଆଦେଶକୁ ଅବମାନନା କରୁଥିବା ଜୁଦାସ ଓ ତାଙ୍କର ସହଗାମୀମାନଙ୍କ ବିରୁଦ୍ଧରେ ମୁଁ ଯୁଦ୍ଧ କରିବି। ତହୁଁ ଇସ୍ରାଏଲୀୟ ସନ୍ତାନମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବା ସକାଶେ ଅଧାର୍ମିକ ଲୋକମାନଙ୍କର ଏକ ଶକ୍ତିଶାଳୀ ବିଶାଳ ସୈନ୍ୟ ତାର ସହାୟକ ହୋଇ ବାହାରି ଆସିଲେ। ସେ ବେତହୋରନର ଉଠାଣିଆ ପ୍ରଦେଶର ସମୀପବର୍ତ୍ତୀ ହେବା ବେଳେ ଜୁଦାସ ଗୋଟିଏ ଛୋଟ ସୈନ୍ୟ ସମେତ ତାକୁ ବିରୋଧ କରିବା ପାଇଁ ପ୍ରସ୍ଥାନ କଲେ। କିନ୍ତୁ ନିଜ ବିରୁଦ୍ଧରେ ଆସିଥିବା ସେହି ସୈନ୍ୟକୁ ଦେଖି ଜୁଦାସଙ୍କ ସହଗାମୀମାନେ ତାଙ୍କୁ କହିଲେ, ଯେହେତୁ ଆମେ ଯେ ସ୍ୱଳ୍ପ ସଂଖ୍ୟକ, ସେହେତୁ ଆମେମାନେ ଏହି ବିଶାଳ ତଥା ଶକ୍ତିଶାଳୀ ସୈନ୍ୟକୁ କିପରି ବିରୋଧ କରିପାରିବୁ? ଉତ୍ତରରେ ଜୁଦାସ କହିଲେ, ବହୁ ବ୍ୟକ୍ତି ବିଶିଷ୍ଟ ଏକ ଦଳକୁ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତି ବିଶିଷ୍ଟ ଏକ ଦଳ ଅନାୟାସରେ ବିରୋଧ କରିପାରିବେ। କାରଣ ସ୍ୱର୍ଗର ଦୃଷ୍ଟିରେ ଅନେକ କିମ୍ବା ମୁଷ୍ଟିମେୟ କେତେକଙ୍କ ଦ୍ୱାରା କାହାକୁ ରକ୍ଷା କରିବା ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ। ଯୁଦ୍ଧରେ ଜୟଯୁକ୍ତ ହେବା କାର୍ଯ୍ୟ ସୈନ୍ୟ ଦଳର ସଂଖ୍ୟା ଉପରେ ନିର୍ଭର କରେ ନାହିଁ, ବରଂ ଶକ୍ତି ସ୍ୱର୍ଗ ପ୍ରଦତ୍ତ ଏକ
ଆଶୀର୍ବାଦ ଅଟେ। ଆମେ ପତ୍ନୀ ଓ ସନ୍ତାନମାନଙ୍କୁ ବିନାଶ କରି ଆମକୁ ଲୁଣ୍ଠନ କରିବା ସକାଶେ ଏହି ଅଧାର୍ମିକ ବ୍ୟକ୍ତିଗଣ ଅହଙ୍କାର ପୂର୍ବକ ଆସନ୍ତି, କିନ୍ତୁ ଆମେମାନେ ନିଜ ଜୀବନ ରକ୍ଷା ତଥା ନିୟମାବଳୀ ପାଇଁ ସଂଗ୍ରାମ କରୁଛୁ। ସ୍ୱୟଂ ଈଶ୍ୱର ସେମାନଙ୍କୁ ଆମ ସମ୍ମୁଖରେ ବିଧ୍ୱସ୍ତ କରିବେ। ତେଣୁ ତୁମେମାନେ ସେମାନଙ୍କ ପ୍ରତି ଭୀତତ୍ରସ୍ତ ହୁଅ ନାହିଁ। ଏହି କଥାବାର୍ତ୍ତା ସମାପ୍ତ କରି ଜୁଦାସ ଖୁବ୍ ଶୀଘ୍ର ଶରଣ ଓ ତାଙ୍କର ସୈନ୍ୟ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କଲେ ଓ ସେମାନେ ତାଙ୍କ ସମ୍ମୁଖରେ ବିଧ୍ୱସ୍ତ ହେଲେ। ଜୁଦାସ ତାଙ୍କର ସହଗାମୀମାନେ ବେଥହରନର ଗଡ଼ାଣିଆ ଦେଶ ଦେଇ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ସେମାନଙ୍କୁ ପଶ୍ଚାତଧାବନ କଲେ। ସେମାନଙ୍କ ମଧ୍ୟରୁ 800 ବ୍ୟକ୍ତି ନିହତ ହେଲେ ଓ ଅବଶିଷ୍ଟ ସମସ୍ତେ ଫିଲିସ୍ତୀୟମାନଙ୍କ ଦେଶକୁ ପଳାୟନ କଲେ। ତଦ୍ୱାରା ଲୋକେ ଜୁଦାସ ଓ ତାଙ୍କର ଭ୍ରାତାମାନଙ୍କୁ ଭୟ କରିବାକୁ ଆରମ୍ଭ କଲେ ଏବଂ ଚତୁଃପାର୍ଶ୍ୱସ୍ଥ ବିଜାତି ସେମାନଙ୍କ ସମ୍ବନ୍ଧରେ ଭୟଭୀତ ହେଲେ। ରାଜାଙ୍କ ସମ୍ମୁଖରେ ମଧ୍ୟ ତାଙ୍କର ସୁଖ୍ୟାତି ରାଷ୍ଟ୍ର ହେଲା ଓ ବିଜାତୀୟମାନେ ଜୁଦାସଙ୍କର ଯୁଦ୍ଧ ସମୂହ ସମ୍ବନ୍ଧରେ ବାର୍ତ୍ତାଳାପ କରିବାକୁ ଆରମ୍ଭ କଲେ। ଯୁଦ୍ଧ ପାଇଁ ଆନ୍ତିଓଖସଙ୍କ ପ୍ରସ୍ତୁତି। ଏ ସମସ୍ତ ବୃତ୍ତାନ୍ତ ଶୁଣି ରାଜା ଆନ୍ତିଓଖସ କ୍ରୁଦ୍ଧ ହେଲେ। ତହୁଁ ସେ ନିଜର ରାଜ୍ୟ ସାରା ଥିବା ଯୋଦ୍ଧାମାନଙ୍କୁ ଡକାଇ ଏକ ଶକ୍ତିଶାଳୀ ସୈନ୍ୟ ଦଳ ଏକତ୍ରିତ କଲେ। ଏହାପରେ ସେ ନିଜ ଭଣ୍ଡାର ଖୋଲି ଗୋଟିଏ ବର୍ଷର ବେତନ ସେମାନଙ୍କୁ ପ୍ରଦାନ କଲେ ଏବଂ ଯେକୌଣସି ଘଟଣା ନିମନ୍ତେ ପ୍ରସ୍ତୁତ ରହିବାକୁ ସେମାନଙ୍କୁ ଆଦେଶ ଦେଲେ। ଅବିଳମ୍ବେ ସେ ଦେଖିବାକୁ ପାଇଲେ ଯେ ଭଣ୍ଡାରରେ ଥିବା ଅର୍ଥ ସବୁ ବ୍ୟୟିତ ହୋଇଛି ଏବଂ ପ୍ରାଚୀନ କାଳରୁ ଅବସ୍ଥିତ ଥିବା ନିୟମ ସଂହିତାକୁ ଲୋପ କରିଥିବା ଯୋଗୁଁ ନିଜ ରାଜ୍ୟରେ ସଂଗଠିତ ମତଭେଦ ତଥା ବିପଦ ଯୋଗୁଁ ଦେଶଟିରୁ ଆଦାୟ ହେଉଥିବା ରାଜସ୍ୱ ଖୁବ୍ କମିଯାଇଛି। ତେଣୁ ସେ ଆଶଙ୍କା କଲେ ଯେ ତାଙ୍କର ବ୍ୟୟ ନିମନ୍ତେ ଏବଂ ପୂର୍ବବର୍ତ୍ତୀ ରାଜାମାନଙ୍କ ଅପେକ୍ଷା ଉଦାର ଭାବେ ସେ ପୁରସ୍କୃତ କରୁଥିବା ପ୍ରତିଦାନ ପାଇଁ ଅବଶ୍ୟ ଯଥେଷ୍ଟ ଅର୍ଥ ନିଜ ଅମଳରେ ରହିବ ନାହିଁ। ସେ ବିଚଳିତ ହେଲେ ତହୁଁ ପାରସ୍ୟକୁ ଯାଇ ରାଜସ୍ୱ ଆଦାୟ କରି ଏକ ବିପୁଳ ପାଣ୍ଠି ସଂଗ୍ରହ କରିବା ପାଇଁ ଦୃଢ଼ ନିଷ୍ପତ୍ତି ସେ ଗ୍ରହଣ କଲେ। ଖ୍ୟାତି ସମ୍ପନ୍ନ ତଥା ରାଜକୀୟ ବଂଶଜ ଲିସିଆସଙ୍କ ହସ୍ତରେ ୟୁଫ୍ରେଟିସ୍ ନଦୀଠାରୁ ଇଜିପ୍ଟର ସୀମା ସରହଦ ପର୍ଯ୍ୟନ୍ତ ବିସ୍ତୃତ ଦେଶର ଶାସନ ଦାୟିତ୍ୱକୁ ସେ ନ୍ୟସ୍ତ କଲେ। ତାଙ୍କର ଫେରି ଆସିବା ପର୍ଯ୍ୟନ୍ତ ନିଜ ପୁତ୍ର ଆନ୍ତିଓଖସଙ୍କର ପ୍ରତିପାଳକ ଭାର ମଧ୍ୟ ସେ ତାଙ୍କ ହସ୍ତରେ ସମର୍ପଣ କଲେ। ନିଜ ସୈନ୍ୟ ତଥା ରାଜସ୍ୱ ସମୂହର ଏକ ଅର୍ଦ୍ଧାଂଶ ଲିସିଆସଙ୍କୁ ଦେଲା ପରେ ସେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସେ ଆଶା କରିଥିଲେ। ସେ ସମ୍ବନ୍ଧରେ ତାଙ୍କୁ ନିର୍ଦ୍ଦେଶ ଦେଲେ। ଜୁଦିଆ ଓ ଜେରୁସାଲେମ ବାସୀଙ୍କ ସମ୍ପର୍କରେ ସେ ନିମ୍ନୋକ୍ତ ବ୍ୟବସ୍ଥା ବିଧାନ କଲେ। ସେମାନଙ୍କ ବିରୁଦ୍ଧରେ ଗୋଟିଏ ସୈନ୍ୟ ଦଳ ପଠାଇ ଇସ୍ରାଏଲର ଶକ୍ତି ତଥା ଜେରୁସାଲେମର ଅବଶିଷ୍ଟ ନିବାସୀମାନଙ୍କୁ ସମୂଳେ ବିନାଶ କରି ଦେଶରୁ ସେମାନଙ୍କର ସ୍ମୃତି ମଧ୍ୟ ଲିସିଆସ ମାର୍ଜନ କରିବେ। ଏହା ବ୍ୟତୀତ ସେମାନଙ୍କ ଅଞ୍ଚଳରେ ବିଦେଶୀମାନଙ୍କୁ ଆଣି ଅବସ୍ଥାପିତ କରିବେ ଏବଂ ଦେଶଟିକୁ ସେମାନଙ୍କ ମଧ୍ୟରେ ବିଭକ୍ତ କରିବେ। ଏହାପରେ ରାଜା ଅବଶିଷ୍ଟ ଅର୍ଦ୍ଧାଂଶ ସୈନ୍ୟଙ୍କୁ ସଙ୍ଗରେ ନେଇ 147 ବର୍ଷରେ ନିଜ ରାଜଧାନୀ ଆନ୍ତିଓଖସକୁ ପ୍ରସ୍ଥାନ କଲେ ଓ ୟୁଫ୍ରେଟିସ୍ ନଦୀକୁ ଅତିକ୍ରମ କରି ଉତ୍ତର ଦିଗସ୍ଥ ଅଞ୍ଚଳ ଦେଇ ପର୍ଯ୍ୟଟନ କଲେ। ଜୁଦିଆର ଆକ୍ରମଣ। ଏହାପରେ ରାଜାଙ୍କ ମିତ୍ରମାନଙ୍କ ମଧ୍ୟରୁ ପରାକ୍ରମଶାଳୀ ଦୋରିମେସେନର ପୁତ୍ର ଟଲେମି ନିକାନର ଓ
ଗଜିଆସଙ୍କୁ ଲିସିଆସ୍ ମନୋନୀତ କଲେ। ରାଜାଙ୍କ ଆଦେଶ ମୁତାବକ ଯୁଦିଆକୁ ଯାଇ ତାଙ୍କୁ ବିନାଶ କରିବା ପାଇଁ ସେ ସେମାନଙ୍କ ସହ 40,000 ପଦାତିକ ସୈନ୍ୟ ଓ 7,000 ଅଶ୍ୱାରୋହୀ ସୈନ୍ୟ ପଠାଇଲେ। ତହୁଁ ସେମାନେ ନିଜ ଅଧୀନସ୍ଥ ସମସ୍ତ ସୈନ୍ୟଙ୍କୁ ନେଇ ପ୍ରସ୍ଥାନ କଲେ ଓ ଯୁଦିଆକୁ ଆସି ଏମାଉସ୍ ସମୀପସ୍ଥ ସମତଳ ଭୂମିରେ ଛାଉଣି ପକାଇଲେ। ସେହି ଦେଶବାସୀ ବଣିକମାନେ ସେମାନଙ୍କ ସମ୍ପର୍କରେ କହିଥିବା ବୃତ୍ତାନ୍ତ ଶୁଣି ଇସ୍ରାଏଲ ସନ୍ତାନମାନଙ୍କୁ ଦାସ ରୂପେ କ୍ରୟ କରିବା ପାଇଁ ବହୁ ପରିମାଣର ରୌପ୍ୟ, ସ୍ୱର୍ଣ୍ଣ ତଥା ଶିକୁଳି ନେଇ ଛାଉଣି ନିକଟକୁ ଗଲେ। ସିରିଆ ଓ ଫିଲିସ୍ତିଆ ଦେଶର ସୈନ୍ୟଦଳ ମଧ୍ୟ ସେମାନଙ୍କ ସହ ସମ୍ମିଳିତ ହେଲେ। ସେ ସମୟରେ ଜୁଦାସ ଓ ତାଙ୍କର ଭ୍ରାତାମାନେ ବୁଝିପାରିଲେ ଯେ ସେମାନଙ୍କ ବିପଦ ବଢ଼ିଯାଇଛି ଏବଂ ଶତ୍ରୁ ସୈନ୍ୟଦଳ ନିଜ ଅଞ୍ଚଳରେ ଛାଉଣି ପକାଇଛନ୍ତି। ଜନତାକୁ ସମୂଳେ ବିନାଶ କରିବା ପାଇଁ ରାଜା ଯେଉଁ ଆଦେଶ ଦେଇଥିଲେ ସେମାନେ ସେ ସମ୍ବନ୍ଧରେ ମଧ୍ୟ ଶୁଣିବାକୁ ପାଇଲେ। କିନ୍ତୁ ସେମାନେ ପରସ୍ପରକୁ କହିଲେ, ଆମର ସ୍ୱଜନମାନଙ୍କୁ ବିନାଶରୁ ଉଦ୍ଧାର କରିବା ଏବଂ ଆମ ସ୍ୱଜନ ତଥା ପବିତ୍ରାଳୟ ନିମନ୍ତେ ଆମେ ଯୁଦ୍ଧ କରିବା। ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେବା ଓ କରୁଣା ତଥା ଅନୁକମ୍ପା ନିବେଦନ କରିବା ଉଦ୍ଦେଶ୍ୟରେ ଜନମଣ୍ଡଳୀ ଏକତ୍ରିତ ହେଲେ। ଜେରୁସାଲେମ ଜନହୀନ ମରୁଭୂମି ସଦୃଶ ପରିତ୍ୟକ୍ତ ଥିଲା। ତାର ସନ୍ତାନମାନଙ୍କ ମଧ୍ୟରୁ ଜଣେ ହେଲେ ବି ବାହାରକୁ କିମ୍ବା ଭିତରକୁ ଗଲେ ନାହିଁ। ପବିତ୍ରାଳୟ ପଦଦଳିତ ହେଉଥିଲା ଓ ବିଦେଶୀୟ ଜନତା ଦୁର୍ଗକୁ ଅଧିକାର କରିଥିଲେ। ତାହା ବିଜାତୀୟମାନଙ୍କ ବସତି ସ୍ଥାନରେ ପରିଣତ ହୋଇଥିଲା। ଯାକବ ଉଲ୍ଲାସରୁ ବଞ୍ଚିତ ହୋଇଥିଲେ ଏବଂ ବଂଶୀ ତଥା ବୀଣାବାଦନ ବନ୍ଦ ହୋଇଥିଲା। ମିସ୍ପାରେ ଯିହୁଦୀମାନଙ୍କର ସମ୍ମିଳନୀ। ସେମାନେ ଏକତ୍ରିତ ହୋଇ ଜେରୁସାଲେମର ସମ୍ମୁଖରେ ଅବସ୍ଥିତ ମିସ୍ପାକୁ ପ୍ରସ୍ଥାନ କଲେ, କାରଣ ପୂର୍ବରେ ମିସ୍ପାରେ ଇସ୍ରାଏଲୀୟର ଗୋଟିଏ ପ୍ରାର୍ଥନାସ୍ଥଳୀ ଥିଲା। ସେମାନେ ସେହି ଦିନ ନିଜ ପରିହିତ ବସ୍ତ୍ର ଛିନ୍ନ କରି ଚଟବସ୍ତ୍ର ପରିହିତ ହୋଇ ଓ ମସ୍ତକ ଉପରେ ଭସ୍ମ ଛିଞ୍ଚି ଉପବାସ କଲେ। ବିଜାତୀୟମାନେ ନିଜର ପିତୁଳାଗୁଡ଼ିକର ପ୍ରତିମୂର୍ତ୍ତି ନିକଟରେ ଯେପରି ଅନୁସନ୍ଧାନ କରନ୍ତି, ସେହିପରି ସେମାନେ ବିଧାନ ଗ୍ରନ୍ଥ ଖୋଲି ସେହି ବିଷୟ ସମ୍ପର୍କରେ ଅନ୍ୱେଷଣ କଲେ। ସେମାନେ ଯାଜକୀୟ ବସ୍ତ୍ର, ଆଦ୍ୟ ଫଳ ତଥା ଦଶମାଂଶ ନେଇ ଆସିଲେ ଏବଂ ଗ୍ରହଣ କରିଥିବା ବ୍ରତକୁ ସମ୍ପୂର୍ଣ୍ଣ କରିଥିବା ନାସିରୀୟମାନଙ୍କୁ ମଧ୍ୟ ଏକତ୍ରିତ କଲେ। ଏହାପରେ ସେମାନେ ସ୍ୱର୍ଗ ଆଡ଼େ ଚାହିଁ ଉଚ୍ଚ ସ୍ୱରରେ କହିଲେ, ଏହିମାନଙ୍କ ସମ୍ବନ୍ଧରେ ଆମେ କ'ଣ କରିବା? ଏମାନଙ୍କୁ ଆମେ କେଉଁଠାକୁ ନେଇଯିବା? ତୁମ ପବିତ୍ରାଳୟ ପଦଦଳିତ ହୋଇ ଅପବିତ୍ର ହୋଇ ରହିଛି। ତୁମର ଯାଜକମାନେ ଅପମାନିତ ହୋଇ କ୍ରନ୍ଦନ କରନ୍ତି। ଆମମାନଙ୍କୁ ବିନାଶ କରିବା ପାଇଁ ବିଜାତୀୟମାନେ ଏକତ୍ରିତ ହୋଇଛନ୍ତି। ଆମ ବିରୁଦ୍ଧରେ ସେମାନଙ୍କ ଚକ୍ରାନ୍ତ ତୁମକୁ ଅବଗତ। ତୁମେ ଯଦି ଆମର ସହାୟ ନ ହୁଅ, ତେବେ ସେମାନଙ୍କୁ ବିରୋଧ କରିବା ପାଇଁ ଆମେ କିପରି ସକ୍ଷମ ହେବୁ? ଏହାପରେ ସେମାନେ ଭେରୀ ବାଦନପୂର୍ବକ ଉଚ୍ଚ ସ୍ୱରରେ ଚିତ୍କାର କଲେ। 1,150 ତଥା 10 ଲେଖାଏଁ ଜନତାଙ୍କୁ ବିଭକ୍ତ କରି ଜୁଦାସ ସେମାନଙ୍କର ନେତାମାନଙ୍କୁ ନିୟୋଜିତ କଲେ, ଯେଉଁମାନେ ଗୃହ ନିର୍ମାଣ କରିଥିଲେ, ବିବାହ ବାଗ୍ଦତ୍ତ ଥିଲେ, ଦ୍ରାକ୍ଷା ଉଦ୍ୟାନ ପ୍ରସ୍ତୁତ କରିଥିଲେ କିମ୍ବା ଭୀରୁମନା ଥିଲେ। ସେମାନଙ୍କୁ ବିଧାନାଦେଶ ମୁତାବକ ନିଜ ନିଜର ଗୃହକୁ ଫେରିଯିବା ପାଇଁ ସେ କହିଲେ। ତତ୍ପରେ ସୈନ୍ୟଦଳ ଯାତ୍ରା କରି ଇମାଉସର ଦକ୍ଷିଣ ଦିଗରେ ଛାଉଣି ପକାଇଲେ। ଜୁଦାସ ସେମାନଙ୍କୁ କହିଲେ, ଅଣ୍ଟା ଭିଡ଼ି ନିର୍ଭୀକ ହୁଅ। ଆମମାନଙ୍କୁ ଓ ଆମ ପବିତ୍ରାଳୟକୁ ବିନାଶ କରିବା ପାଇଁ ସମବେତ ହୋଇଥିବା ଏହି ବିଜାତୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ
ଆସନ୍ତାକାଲି ପ୍ରତ୍ୟୁଷରେ ପ୍ରସ୍ତୁତ ହୋଇ ରୁହ। ଆମ ଜନତା ତଥା ପବିତ୍ରାଳୟର ଦୁର୍ଗତି ଦେଖିବା ପରିବର୍ତ୍ତେ ଯୁଦ୍ଧରେ ମୃତ୍ୟୁ ବରଣ କରିବା ଆମ ପକ୍ଷେ ବରଂ ଶ୍ରେୟସ୍କର। ସ୍ୱର୍ଗର ଅଭିଷ୍ଟ ଯାହା ତାହା ସେ କାର୍ଯ୍ୟରେ ପରିଣତ କରିବେ। ଅଧ୍ୟାୟ 4 ଏମାଉସରେ ସଂଗଠିତ ଯୁଦ୍ଧ। ଯିହୁଦୀ ଛାଉଣୀ ବିରୁଦ୍ଧରେ ଆକସ୍ମିକ ଭାବେ ଆକ୍ରମଣ କରି ଯୁଦ୍ଧ କରିବା ଉଦ୍ଦେଶ୍ୟରେ ଗଜିଆସ 5,000 ପଦାତିକ ସୈନ୍ୟ ଓ 1,000 ବିଶିଷ୍ଟ ଅଶ୍ୱାରୋହୀ ସୈନ୍ୟମାନଙ୍କୁ ଗହଣରେ ରାତ୍ରିକାଳରେ ଗମନ କଲେ। ଦୁର୍ଗବାସୀ ବ୍ୟକ୍ତିଗଣ ତାଙ୍କ ପଥର ପ୍ରଦର୍ଶକ ଥିଲେ। କିନ୍ତୁ ଏହା ଶୁଣି ଏମାଉସରେ ଅବସ୍ଥିତ ରାଜାଙ୍କ ସୈନ୍ୟଦଳକୁ ଆକ୍ରମଣ କରିବା ପାଇଁ ଜୁଦାସ ଓ ତାଙ୍କର ସହବର୍ତ୍ତୀ ପରାକ୍ରମଶାଳୀ ବ୍ୟକ୍ତିମାନେ ବାହାରିଲେ। ଏହିପରି ଛାଉଣୀ ମଧ୍ୟରେ ସୈନ୍ୟଦଳ ଅନୁପସ୍ଥିତ ଥିଲେ। ରାତ୍ରି କାଳରେ ଗଜିଆସ ଜୁଦାସଙ୍କ ଛାଉଣୀ ମଧ୍ୟରେ ପ୍ରବେଶ କଲା ଓ କାହାକୁ ଦେଖିବାକୁ ନ ପାଇ ଏହି ଲୋକେ ଆମ ସମ୍ମୁଖରୁ ପଳାୟନ କରିଛନ୍ତି ବୋଲି କହି ସେମାନଙ୍କୁ ପାହାଡ଼ ମଧ୍ୟରେ ଅନ୍ୱେଷଣ କରିବା ପାଇଁ ଗଲା। ପ୍ରଭାତରେ ଜୁଦାସ 3,000 ଯୋଦ୍ଧା ସମେତ ସମତଳ ଭୂମିରେ ଆବିର୍ଭୂତ ହେଲେ। ସେମାନଙ୍କ ପାଇଁ ଆବଶ୍ୟକ ସାଞ୍ଜୁ ତଥା ଖଡ଼୍ଗ ସେମାନଙ୍କ ପାଖରେ ନଥିଲା। ବିଜାତୀୟମାନଙ୍କ ଛାଉଣୀ ଦୁର୍ଗ ଦ୍ୱାରା ସୁରକ୍ଷିତ ଓ ଅଶ୍ୱାରୋହୀ ସୈନ୍ୟମାନଙ୍କ ଦ୍ୱାରା ପରିବେଷ୍ଟିତ ଥିବା ସେମାନେ ଦେଖିବାକୁ ପାଇଲେ। ଯୁଦ୍ଧ କରିବା ପାଇଁ ସେମାନେ ତାଲିମ ପ୍ରାପ୍ତ ହୋଇଥିଲେ। କିନ୍ତୁ ଜୁଦାସ ନିଜର ଅନୁଗାମୀମାନଙ୍କୁ କହିଲେ, ସେମାନଙ୍କର ସଂଖ୍ୟା ବହୁଳତା ପ୍ରତି ଭୟଭୀତ ହୁଅ ନାହିଁ କିମ୍ବା ସେମାନେ ଆକ୍ରମଣ କରିବା ବେଳେ ଭୟବିହ୍ୱଳ ହୁଅ ନାହିଁ। ଫାରୋ ନିଜ ସୈନ୍ୟ ସମେତ ଆମ ପିତୃପୁରୁଷମାନଙ୍କର ପଶ୍ଚାଧାବନ କରିଥିବା କାଳରେ ସେମାନେ ଲୋହିତ ସାଗରରେ କିପରି ରକ୍ଷା ପ୍ରାପ୍ତ ହେଲେ ଏହା ସ୍ମରଣ କର। ଆମ ପ୍ରତି କରୁଣା ପ୍ରଦର୍ଶନ କରି ଆମ ପିତୃପୁରୁଷମାନଙ୍କ ସହ ସାଲିସ ବ୍ୟବସ୍ଥା ବିଧାନକୁ ସେ ସ୍ମରଣ କରିବେ ଏବଂ ଆମମାନଙ୍କୁ ଆକ୍ରମଣ କରୁଥିବା ଏହି ସୈନ୍ୟକୁ ଆଜି ବିନଷ୍ଟ କରିବା ପାଇଁ ଆମେ ସ୍ୱର୍ଗ ସନ୍ନିଧାନରେ ନିବେଦନ କରିବା। ବିଜାତୀୟମାନେ ସେ ସମୟରେ ଜାଣିବେ ଯେ ଇସ୍ରାଏଲକୁ ଉଦ୍ଧାର ତଥା ରକ୍ଷା କରୁଥିବା ସେହି ଜଣେ ଅଛନ୍ତି। ନିଜ ବିରୁଦ୍ଧରେ ଆସୁଥିବା ଯିହୁଦୀମାନଙ୍କୁ ଦେଖି ସେହି ବିଦେଶୀମାନେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ଛାଉଣୀରୁ ବାହାରିଲେ। ସେ ସମୟରେ ଜୁଦାସଙ୍କର ଅନୁଗାମୀମାନେ ଭେରୀ ବାଦନ କଲେ ଓ ଯୁଦ୍ଧ ଆରମ୍ଭ କଲେ। ବିଜାତୀୟମାନେ ପରାଜିତ ହୋଇ ସମତଳ ଅଞ୍ଚଳରୁ ପଳାୟନ କଲେ। ପଳାତକମାନଙ୍କ ମଧ୍ୟରୁ ପଶ୍ଚାତ୍ପଦ ହୋଇ ରହିଥିବା ସମସ୍ତେ ଖଡ଼୍ଗ ଦ୍ୱାରା ନିହତ ହେଲେ। ଗାସାରା, ଇଦୁମିଆରା, ସମତଳ ପ୍ରଦେଶ, ଆଶୋତୋସ ଓ ଜାମ୍ନିଆ ପର୍ଯ୍ୟନ୍ତ ଜୁଦାସଙ୍କର ସୈନ୍ୟ ସେମାନଙ୍କର ପଶ୍ଚାତଧାବନ କଲେ ଓ ସେମାନଙ୍କ ମଧ୍ୟରୁ 3,000 ବ୍ୟକ୍ତି ନିପତିତ ହେଲେ। ଏହାପରେ ଜୁଦାସ ଓ ତାଙ୍କର ସହବର୍ତ୍ତୀ ସୈନ୍ୟଦଳ ସେମାନଙ୍କ ପଶ୍ଚାତଧାବନ କରିବା ଉଦ୍ୟମରୁ ନିବୃତ୍ତ ହେଲେ। ଜୁଦାସ ଜନତାଙ୍କୁ କହିଲେ, ତୁମେମାନେ ବର୍ତ୍ତମାନ ଲୁଣ୍ଠନ କରିବା ପାଇଁ ଲୋଭ କରିବ ନାହିଁ। ଆମମାନଙ୍କର ଆହୁରି ଯୁଦ୍ଧ କରିବାର ଅଛି। ଗର୍ଜିଆସ ଓ ତାଙ୍କର ସୈନ୍ୟଦଳ ପାହାଡ଼ ସମୂହରେ ଆମ ସମୀପରେ ଅବସ୍ଥାନ କରନ୍ତି। ବର୍ତ୍ତମାନ ଆମ ଶତ୍ରୁମାନଙ୍କୁ ବିରୋଧ କରି ତୁମେ ସଂଗ୍ରାମ କର, ତତ୍ପରେ ନିର୍ଭୀକ ଭାବେ ଲୁଣ୍ଠନ କରିପାରିବ। ଜୁଦାସ ଏହି କଥା ସମାପ୍ତ କରିବା ପୂର୍ବରୁ ପାହାଡ଼ ସମୂହରେ ଗୋଟିଏ ସୈନ୍ୟଦଳ ଦୃଶ୍ୟମାନ ହେଲା। ସେମାନେ ଦେଖିବାକୁ ପାଇଲେ ଯେ ନିଜ ସୈନ୍ୟଦଳ ପରାଜିତ ହୋଇ ପଳାୟନ କରିଛନ୍ତି ଓ ଯିହୁଦୀମାନେ ଛାଉଣୀକୁ ଦଗ୍ଧ କରିଛନ୍ତି। କାରଣ ଊର୍ଦ୍ଧ୍ୱଗାମୀ ହେଉଥିବା ଧୂମ ଏହା ପ୍ରମାଣିତ କଲା। ଏହା ହୃଦୟଙ୍ଗମ କରି
ସେମାନେ ଅତ୍ୟଧିକ ଭୟଚକିତ ହେଲେ ଓ ଜୁଦାସଙ୍କର ସୈନ୍ୟ ଦଳ ଯୁଦ୍ଧ କରିବା ପାଇଁ ସମତଳ ଭୂମିରେ ପ୍ରସ୍ତୁତ ହୋଇ ରହିଥିବା ଦେଖି ସେମାନେ ସମସ୍ତେ ଫିଲିସ୍ତୀୟମାନଙ୍କ ରାଜ୍ୟକୁ ପଳାୟନ କଲେ। ତତ୍ପରେ ଶତ୍ରୁ ଛାଉଣୀକୁ ଲୁଣ୍ଠନ କରିବା ପାଇଁ ଜୁଦାସ ଫେରି ଆସିଲେ ଏବଂ ସେମାନେ ବହୁ ପରିମାଣର ସ୍ୱର୍ଣ୍ଣ, ରୌପ୍ୟ, ନୀଳ ତଥା ବାଇଗଣୀ ବସ୍ତ୍ର ବିଶିଷ୍ଟ ବସ୍ତ୍ର ଓ ଅନ୍ୟ ବହୁ ସଂଖ୍ୟକ ମୂଲ୍ୟବାନ ପଦାର୍ଥ ଅଧିକାର କଲେ। ଫେରି ଆସୁଥିବା ଯାତ୍ରା ପଥରେ ସେମାନେ ସ୍ୱର୍ଗ ଉଦ୍ଦେଶ୍ୟରେ ସ୍ତବ ତଥା ସ୍ତୋତ୍ର ଗାନ କଲେ, କାରଣ ସେ ଅତ୍ୟୁତ୍ତମ ଅଟନ୍ତି ଓ ତାହାଙ୍କର କରୁଣା ଯୁଗ ଯୁଗାନ୍ତର ବ୍ୟାପ୍ତି ସ୍ଥାୟୀ ରହେ। ଇସ୍ରାଏଲ ଏହିପରି ସେହି ଦିନ ଗୋଟିଏ ମହାନ ଉଦ୍ଧାର ପ୍ରାପ୍ତ ହେଲା। ସିଲିଆସଙ୍କ ପ୍ରଥମ ଆକ୍ରମଣର ବିବରଣୀ। ରକ୍ଷାପ୍ରାପ୍ତ ପଳାୟନକାରୀ ବିଦେଶୀମାନେ ଯାଇ ସିଲିଆସଙ୍କ ନିକଟରେ ସଂଘଟିତ ବିଷୟ ବର୍ଣ୍ଣନା କଲେ। ଏହା ଶୁଣି ସେ ବ୍ୟତିବ୍ୟସ୍ତ ତଥା ହତୋତ୍ସାହିତ ହେଲା, କାରଣ ତାଙ୍କର ଲକ୍ଷ୍ୟ ଅନୁଯାୟୀ ଇସ୍ରାଏଲକୁ ପରାସ୍ତ କରିବା ଓ ନିଜ ପ୍ରତି ରାଜାଙ୍କର ଆଦେଶ ମୁତାବକ ବିଷୟଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସେ ସକ୍ଷମ ହେଲା ନାହିଁ। ସୁତରାଂ ପରବର୍ତ୍ତୀ ବର୍ଷରେ ଇସ୍ରାଏଲକୁ ବଶୀଭୂତ କରିବା ଉଦ୍ଦେଶ୍ୟରେ ସେ 60,000 ବୀର ପଦାତିକ ସୈନ୍ୟ ଓ 5,000 ଅଶ୍ୱାରୋହୀ ସୈନ୍ୟକୁ ସମ୍ମିଳିତ କଲେ। ସେମାନେ ଇଦୁମିଆକୁ ଆସି ବେତସୁରରେ ଛାଉଣି ପକାଇଲେ। ସେମାନଙ୍କୁ ବିରୋଧ କରିବା ପାଇଁ ଜୁଦାସ 10,000 ଯୋଦ୍ଧାମାନଙ୍କୁ ଏକତ୍ରିତ କଲେ। ଶତ୍ରୁ ସୈନ୍ୟ ଯେ ଶକ୍ତିଶାଳୀ ଏହା ଦେଖି ସେ ପ୍ରାର୍ଥନା କରି କହିଲେ, ଇସ୍ରାଏଲର ହେ ପରିତ୍ରାତା, ତୁମେ ଧନ୍ୟ। ପରାକ୍ରମୀ ଯୋଦ୍ଧାଙ୍କର ଆକ୍ରମଣକୁ ତୁମ ଦାସ ଦାବିଦଙ୍କ ହସ୍ତ ଦ୍ୱାରା ତୁମେ ବିଧ୍ୱସ୍ତ କରିଥିଲ ଏବଂ ସାଉଲଙ୍କ ପୁତ୍ର ଜୋନାଥନ ଓ ତାଙ୍କର ବାହକଙ୍କ ହସ୍ତରେ ତୁମେ ଫିଲିସ୍ତୀୟ ଛାଉଣୀକୁ ସମର୍ପଣ କରିଥିଲ। ସେହିପରି ତୁମର ସ୍ୱଜନ ଇସ୍ରାଏଲର ହସ୍ତରେ ଏହି ସୈନ୍ୟ ଦଳକୁ ସମର୍ପଣ କରିଦିଅ ଓ ତଦ୍ୱାରା ସେମାନଙ୍କ ପଦାତିକ ସୈନ୍ୟ ତଥା ଅଶ୍ୱାରୋହୀ ସୈନ୍ୟ ସମ୍ପର୍କରେ ସେମାନେ ଲଜ୍ଜିତ ହୁଅନ୍ତୁ। ସେମାନଙ୍କୁ ଭୀରୁ କରିଦିଅ। ନିଜ ଶକ୍ତି ସମ୍ବନ୍ଧୀୟ ସେମାନଙ୍କର ଆତ୍ମପ୍ରତ୍ୟୟକୁ ନିଃଶେଷ କରିଦିଅ ଏବଂ ସେମାନଙ୍କ ବିନାଶ ଫଳରେ ସେମାନେ କମ୍ପିତ ହୁଅନ୍ତୁ। ତୁମର ସ୍ନେହୀମାନଙ୍କର ଖଡ଼୍ଗ ଦ୍ୱାରା ସେମାନଙ୍କୁ ସଂହାର କର ଏବଂ ତୁମ ନାମର ପରିଚୟ ପ୍ରାପ୍ତ ସମସ୍ତେ ସ୍ତବଗାନ ପୂର୍ବକ ତୁମକୁ ମହିମାନ୍ୱିତ କରନ୍ତୁ। ଏହାପରେ ଉଭୟ ଦଳ ଆକ୍ରମଣର ଆରମ୍ଭ କଲେ ଓ ଲିସିଆସଙ୍କର ସୈନ୍ୟ ଦଳରୁ 5,000 ଯୋଦ୍ଧା ନିପତିତ ହେଲେ। ସେମାନେ ଯୁଦ୍ଧ କରି ପତିତ ହେଲେ। ନିଜ ସୈନ୍ୟ ଦଳର ପରାଜୟ ଓ ବୀରତିଚ୍ୟୁତରେ ଭାବେ ବଞ୍ଚିବା କିମ୍ବା ମୃତ୍ୟୁବରଣ କରିବା ପାଇଁ ଉତ୍ସାହିତ ଜୁଦାସଙ୍କ ଅନୁଗାମୀମାନଙ୍କର ସାହସିକତା ଦେଖି ଲିସିଆସ ଆନ୍ତିଓଖିଆକୁ ଫେରିଗଲା ଏବଂ ପୂର୍ବାପେକ୍ଷା ଅଧିକ ବିଶାଳ ଗୋଟିଏ ସୈନ୍ୟ ଦଳ ସମେତ ଜୁଦିଆକୁ ପୁନର୍ବାର ଆକ୍ରମଣ କରିବା ନିମନ୍ତେ ଭଡ଼ାରେ ଏକ ସୈନ୍ୟ ଦଳକୁ ସମବେତ କଲା। ଦେବାଳୟର ଶୁଦ୍ଧୀକରଣ ଓ ପୁନଃପ୍ରତିଷ୍ଠା। ଏହାପରେ ଜୁଦାସ ଓ ତାଙ୍କର ଭ୍ରାତାମାନେ କହିଲେ, ଆମର ଶତ୍ରୁମାନେ ପରାଜିତ ହୋଇଛନ୍ତି, ସୁତରାଂ ଆମେମାନେ ଯାଇ ପବିତ୍ରାଳୟକୁ ଶୁଦ୍ଧପୂତ କରି ପୁନଃପ୍ରତିଷ୍ଠା କରିବା। ସୁତରାଂ ସମସ୍ତ ସୈନ୍ୟବାହିନୀ ଏକତ୍ରିତ ହୋଇ ସିୟନ ପର୍ବତକୁ ଯାତ୍ରା କଲେ। ପବିତ୍ରାଳୟ କଦର୍ଯ୍ୟ ହୋଇ ରହିବା, ବଳିପୀଠ ଅପବିତ୍ର ଥିବା, ଫାଟକ ସମୂହ ଦଗ୍ଧୀଭୂତ ଓ ପର୍ବତ କିମ୍ବା ଜଙ୍ଗଲ ସଦୃଶ ପ୍ରାଙ୍ଗଣରେ ବୁଦାଗୁଡ଼ିକ ଅଙ୍କୁରିତ ହୋଇଥିବା ସେମାନେ ଦେଖିବାକୁ ପାଇଲେ। ଯାଜକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠ ସମୂହ ବିଧ୍ୱସ୍ତ ହୋଇ ରହିଥିବା ମଧ୍ୟ ସେମାନେ ଦେଖିଲେ।
ତହୁଁ ସେମାନେ ନିଜ ପରିହିତ ବସ୍ତ୍ର ଛିନ୍ନ କରି ଉଚ୍ଚ ସ୍ୱରରେ ବିଳାପ କଲେ ଓ ନିଜ ନିଜ ଉପରେ ଭସ୍ମ ଛିଞ୍ଚିଲେ। ସେମାନେ ଭୂମି ଉପରେ ମୁଖ ମାଡ଼ି ପଡ଼ି ଇଙ୍ଗିତ ସୂଚକ ଭେରୀ ବାଦନ କରି କ୍ରନ୍ଦନପୂର୍ବକ ସ୍ୱର୍ଗ ସନ୍ନିଧାନରେ ନିବେଦନ କଲେ। ତତ୍ପରେ ପବିତ୍ରାଳୟକୁ ଶୁଦ୍ଧପୂତ କରିବା ପର୍ଯ୍ୟନ୍ତ ଦୁର୍ଗ ମଧ୍ୟରେ ଅବସ୍ଥିତ ବିଦେଶୀ ସୈନ୍ୟଦଳ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଜୁଦାସ କେତେକ ବ୍ୟକ୍ତିଙ୍କୁ ନିଯୁକ୍ତି କଲେ। ଏହାପରେ ଜୁଦାସ ନିର୍ଦ୍ଦୋଷୀ ତଥା ବିଧାନ ପ୍ରତି ଅନୁରକ୍ତ ଯାଜକମାନଙ୍କୁ ମନୋନୀତ କଲେ ଓ ସେମାନେ ପବିତ୍ରାଳୟକୁ ଶୁଦ୍ଧପୂତ କଲେ। ଏହାପରେ ସେମାନେ କଳଙ୍କିତ ହୋଇଥିବା ପ୍ରସ୍ତର ସମୂହକୁ ଗୋଟିଏ ଅଶୁଦ୍ଧ ସ୍ଥାନକୁ ସ୍ଥାନାନ୍ତରିତ କଲେ। ଅପବିତ୍ର ହୋଇଥିବା ହୋମ ବଳିପୀଠ ସମ୍ବନ୍ଧରେ କ'ଣ କରିବା ଯେ ଉଚିତ ଏହା ପରେ ସେମାନେ ଆଲୋଚନା କଲେ। ବିଜାତୀୟମାନେ ତାହାକୁ କଳୁଷିତ କରିଥିବା ଯୋଗୁଁ ସେମାନେ ମନସ୍ଥ କଲେ ଯେ ତାହା କେବେ ହେଁ ସେମାନଙ୍କ ପ୍ରତି ଉପହାସ ଜନିତ ନ ହେବା ଉଦ୍ଦେଶ୍ୟରେ ତାହାକୁ ବିଧ୍ୱସ୍ତ କରିବା ବରଂ ଶ୍ରେୟସ୍କର। ସୁତରାଂ ସେମାନେ ବଳିପୀଠକୁ ବିଧ୍ୱସ୍ତ କଲେ। ତାହାର ପଥର ସମ୍ବନ୍ଧରେ କ'ଣ କରିବା ଯେ ଉଚିତ ସେ ସମ୍ପର୍କରେ ଜଣେ ପ୍ରବକ୍ତା ଆବିର୍ଭୂତ ହୋଇ ପରାମର୍ଶ ଦେବା ପର୍ଯ୍ୟନ୍ତ ଦେବାଳୟ ପ୍ରତିଷ୍ଠିତ ହୋଇଥିବା ପାହାଡ଼ରେ ଗୋଟିଏ ସୁବିଧାଜନକ ସ୍ଥାନରେ ସେଗୁଡ଼ିକୁ ସେମାନେ ସଞ୍ଚୟ କରି ରଖିଲେ। ତତ୍ପରେ ବିଧାନର ନିର୍ଦ୍ଦେଶ ମୁତାବକ ସେମାନେ ଖୋଦିତ ହୋଇ ନଥିବା ପଥର ଦ୍ୱାରା ପୂର୍ବ ବଳିପୀଠ ସଦୃଶ ଅନ୍ୟ ଗୋଟିଏ ନୂତନ ବଳିପୀଠ ନିର୍ମାଣ କଲେ। ସେମାନେ ପବିତ୍ର ସ୍ଥାନ ତଥା ଦେବାଳୟର ଅନ୍ତଭାଗରୁ ପୁନଃନିର୍ମାଣ କଲେ ଓ ପ୍ରାଙ୍ଗଣ ସମୂହ ଶୁଦ୍ଧପୂତ କଲେ। ନୂତନ ପବିତ୍ର ପାତ୍ର ସେମାନେ ନିର୍ମାଣ କଲେ ଓ ଦୀପରୁଖା ଧୂପ ବଳିପୀଠ ତଥା ମେଜ ଦେବାଳୟ ମଧ୍ୟକୁ ନେଇ ଆସିଲେ। ଏହାପରେ ସେମାନେ ବଳିପୀଠ ଉପରେ ଧୂପାର୍ଚ୍ଚନା କଲେ। ଦୀପରୁଖାର ଦୀପ ସମୂହ ପ୍ରଜ୍ୱଳିତ କଲେ। ସେଗୁଡ଼ିକୁ ଦେବାଳୟ ମଧ୍ୟକୁ ପ୍ରଦୀପ୍ୟମାନ କଲେ। ସେମାନେ ମେଜ ଉପରେ ରୁଟି ଉପସ୍ଥାନ କଲେ ଓ ଯବନିକା ସମୂହକୁ ଝୁଲାଇ ଦେଲେ। ଏହିପରି ସେମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସମସ୍ତ କାର୍ଯ୍ୟକଳାପକୁ ସେମାନେ ସମାପ୍ତ କଲେ। 148 ବର୍ଷର କିସ୍ଲେଭ ନାମରେ ଅଭିହିତ ନବମ ମାସର 25ତମ ଦିବସରେ ପ୍ରତ୍ୟୁଷରେ ସେମାନଙ୍କ ଦ୍ୱାରା ନିର୍ମିତ ନୂତନ ହୋମ ବଳିପୀଠ ଉପରେ ସେମାନେ ବିଧାନର ନିର୍ଦ୍ଦେଶ ମୁତାବକ ନୈବେଦ୍ୟ ଉତ୍ସର୍ଗ କଲେ। ବିଜାତୀୟମାନେ ବଳିପୀଠକୁ ଅପବିତ୍ର କରିଥିବାର ବାର୍ଷିକ ଦିବସରେ ଗାନାଳାପ, ବୀଣା, ବଂଶୀ ତଥା ମନ୍ଦିରା ବାଦନ ସହ ସେମାନେ ବଳିପୀଠକୁ ପୁନଃପ୍ରତିଷ୍ଠା କଲେ। ସମସ୍ତ ଜନତା ସାଷ୍ଟାଙ୍ଗ ପ୍ରଣିପାତ କରି ସେମାନଙ୍କୁ ଜୟଯୁକ୍ତ କରିଥିବା ସ୍ୱର୍ଗକୁ ମହିମାନ୍ୱିତ କରି ଆରାଧନା କଲେ। 8 ଦିନ ବ୍ୟାପୀ ସେମାନେ ବଳିପୀଠର ପ୍ରତିଷ୍ଠା କର୍ମ ପାଳନ କଲେ ଓ ସାନନ୍ଦରେ ହୋମ ବଳି ଉତ୍ସର୍ଗ କଲେ। ଦେବାଳୟର ସମ୍ମୁଖ ଭାଗକୁ ସେମାନେ ସୁବର୍ଣ୍ଣ ମୁକୁଟ ତଥା କ୍ଷୁଦ୍ର ଢାଲ ସମୂହ ଦ୍ୱାରା ଅଳଙ୍କୃତ କଲେ। ସେମାନେ ଆହୁରି ଦ୍ୱାର ସମୂହ ପୁନଃନିର୍ମାଣ କଲେ ଓ ଯାଜକମାନଙ୍କର ପ୍ରକୋଷ୍ଠ ସମୂହକୁ ମରାମତି କରି କବାଟ ଗୁଡ଼ିକ ସଂଯୁକ୍ତ କଲେ। ଜନତା ମଧ୍ୟରେ ମହାନନ୍ଦ ବିରାଜିଲା ଓ ବିଜାତୀୟମାନଙ୍କର ଉପହାସକୁ ସ୍ଥଗିତ କରାଗଲା। ଜୁଦାସ ତାଙ୍କର ଭ୍ରାତାଗଣ ଓ ଇସ୍ରାଏଲୀୟ ଜନମଣ୍ଡଳୀ ନିର୍ଣ୍ଣୟ କଲେ ଯେ ପ୍ରତିବର୍ଷ କିସ୍ଲେଭ ମାସର 25ତମ ଦିନଠାରୁ ଆରମ୍ଭ କରି 8 ଦିନ ଧରି ବଳିପୀଠର ପ୍ରତିଷ୍ଠା କର୍ମର ବାର୍ଷିକ ଉତ୍ସବ ପାଳନ କରିବାକୁ ହେବ।
ପୂର୍ବରେ କରିଥିବା ଅନୁସାରେ ଆଉ କେବେ ହେଁ ଯେପରି ବିଜାତୀୟମାନେ ଆସି ସିୟନ ପର୍ବତକୁ ପଦଦଳିତ କରି ବିନଷ୍ଟ ନ କରନ୍ତି, ସେଥିପାଇଁ ସେମାନେ ତାହାର ଚତୁଃପାର୍ଶ୍ୱରେ ଉଚ୍ଚ ପ୍ରାଚୀର ତଥା ସୁଦୃଢ଼ ଗମ୍ବୁଜ ସମୂହ ନିର୍ମାଣ କଲେ ଓ ତାହାକୁ ଦୃଢ଼ୀଭୂତ କଲେ। ତାହାର ସଂରକ୍ଷଣ ପାଇଁ ସେ ସେଥିରେ ଗୋଟିଏ ରକ୍ଷୀ ସେନାଦଳକୁ ଅବସ୍ଥାପିତ କଲେ। ଇଦୁମେୟମାନଙ୍କଠାରୁ ଜନତା ଯେପରି ସଂରକ୍ଷିତ ହୋଇ ରହନ୍ତି, ସେଥିପାଇଁ ଇଦୁମେୟର ସମ୍ମୁଖୀନ ହୋଇ ରହିବା ବେତ୍‌ସୁରକୁ ଦୁର୍ଗ ବିଶିଷ୍ଟ କରି ଜୁଦାସ୍ ଦୃଢ଼ୀଭୂତ କଲେ।